तो बंधुगण तो बर्तमान ପାଇଁ ଗୋଟେ ଅପଡେଟ୍ ଆସିଛି ଜାଣିପାରୁଥିବ। ତ ଆମର ଯେଉଁ ଶିଶୁ ସେବିକା ନିଯୁକ୍ତି ହେବା କଥା ତାର ଫାଇନାଲ ଗାଇଡଲାଇନ୍ ଆସିଛି ଏବଂ ଫର୍ମ ବି ଆସିଛି। ତମେ ଜାଣିଥିବ ଆମର NEP 2020 ଅନୁସାରେ 2025 ଏବଂ 26 ଶିକ୍ଷାବର୍ଷରୁ ଆମର ଶିଶୁ ବାଟିକା କାର୍ଯ୍ୟ କରୁଛି 45,000 ପ୍ରାଥମିକ ବିଦ୍ୟାଳୟରେ। ତ ତାର ଯେଉଁ ନିଯୁକ୍ତି ପାଇଁ ଗାଇଡଲାଇନ୍ ଗୁଡ଼ାକ ଆସିଛି, ଏଇ ନିଯୁକ୍ତି ଗାଇଡଲାଇନ୍ ଅଲରେଡ଼ି ପୂର୍ବରୁ ଆସିଥିଲା ଥରେ। ତ ଇଂଲିଶ ମିଡ଼ିୟମରେ ଆସିଥିଲା, ବର୍ତ୍ତମାନ ପାଇଁ ଓଡ଼ିଆ ମିଡ଼ିୟମରେ ଆସିଛି। ତ ଯେଉଁମାନେ ଶିଶୁ ସେବିକା ନିଯୁକ୍ତି ପାଇବେ ତ ସେମାନଙ୍କର ଡ୍ୟୁଟି କ'ଣ ରହିବ ଜାଣିଥିବ ସମସ୍ତେ। ଶିଶୁମାନେ କିପରି ସୁରକ୍ଷିତ ରହିବେ, ତାଙ୍କର ଭାବନାଗତ ଭାବେ ପ୍ରୋତ୍ସାହିତ ମନୋଭାବରେ ଅନୁଭବ କରିବେ, ସେପରି ନିରାପଦ ସହାନୁଭୂତିଶୀଳ ପରିବେଶ ଯେମିତି ଶିଶୁ ସେବିକାମାନେ ସୃଷ୍ଟି କରିବେ। ଶିଶୁମାନଙ୍କୁ ସ୍ୱାଗତ କରିବେ, ତାଙ୍କର ସ୍ୱଚ୍ଛତା ଏବଂ ଅଭ୍ୟାସରେ ପ୍ରତିଦିନ ବିଭିନ୍ନ ସ୍କୁଲ କାର୍ଯ୍ୟକଳାପରେ ସୁଗମ ପରିବର୍ତ୍ତନ କରିବା ପାଇଁ ସେମାନେ ସହାୟତା କରିବେ। ଯେଉଁ ଶିଶୁମାନେ ଅସୁସ୍ଥ କିମ୍ବା ଅଶାନ୍ତି ହୁଅନ୍ତି ସେମାନଙ୍କୁ ସହଜ ଭାବରେ କଥା ହେବା, ଶାନ୍ତିରେ ସାଙ୍ଗରେ ରହିବା ଦ୍ୱାରା ଶାନ୍ତ କରିବା। ପ୍ରয়োଜନୀୟ ସମୟରେ ଶିଶୁଙ୍କୁ ତାଙ୍କର ଯେଉଁ ପୁସ୍ତକ ବହି ଅଛି, ଖେଳନା ଚାଟ୍ ଅଛି ତାକୁ ଯୋଗାଇ ଦେବା। ଶିଶୁ ଯଦି ବାହାରକୁ ଯିବାକୁ ହୁଏ, ଶୌଚାଳୟ ଯିବାକୁ ହୁଏ କିମ୍ବା କିଛି ସମୟ ପାଇଁ ବିରତି ଆବଶ୍ୟକ, ସେତେବେଳେ ଶିଶୁଙ୍କ ସାଙ୍ଗରେ ସେମାନେ ହିଁ ଯିବେ। ଯଦି ଶିଶୁ ଅସୁସ୍ଥ, ବିଚଳିତ କିମ୍ବା ଭିନ୍ନ ଆଚରଣ କରୁଛନ୍ତି ସେତେବେଳେ ଶିକ୍ଷକଙ୍କୁ ସେମାନେ ସୂଚନା ଦେବେ। ଏହିପରି କାର୍ଯ୍ୟ କରିବେ। ଶ୍ରେଣୀକକ୍ଷର ଯେମିତି ସଫା ସ୍ୱଚ୍ଛତା, ଶିକ୍ଷଣ ସାମଗ୍ରୀକୁ ସୁନିଶ୍ଚିତ କରିବା ଯାହାଦ୍ୱାରା ଶିକ୍ଷକର ଓ ଶିଶୁ ବନ୍ଧକ ପରିବେଶ ଗଠିତ ହୋଇପାରିବେ। ତ ଏହିପରି ସବୁ ଅଛି। ତମେ ସବୁ ଜାଣିଥିବ ପ୍ରତ୍ୟେକ ବିଦ୍ୟାଳୟରେ ଯେଉଁଥିରେ 30ରୁ 100 ଜଣ ଛାତ୍ର ରହିବେ ସେଠି ମାତ୍ର ଜଣେ ମାତ୍ର ଶିଶୁ ସେବିକା ନିଯୁକ୍ତି ପାଇବେ ଏବଂ 100ରୁ ଅଧିକ ଯଦି ପିଲା ରହୁଛନ୍ତି ତାହେଲେ 2 ଜଣ ଶିଶୁ ସେବିକା ଆମର ନିଯୁକ୍ତି ପାଇବେ। ତ ଆମର SMC କମିଟି ମାଧ୍ୟମରେ ଏହି ଶିଶୁ ସେବିକା ନିଯୁକ୍ତି ଚୟନ ହେବ। ତ ଏଥିରେ ମିନିମମ୍ SMC କମିଟିର ମେମ୍ବର ମିନିମମ୍ 2ରୁ 3 ଜଣ ରହିବେ ଏବଂ BO ଯେଉଁ ରହିଲେ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କ କିମ୍ବା ତାଙ୍କ ପ୍ରତିନିଧି ସେଥିରେ ବି ପ୍ରେଜେଣ୍ଟ ରହିବେ। ଏଥିରେ ସବୁ ନିଯୁକ୍ତି ରହିଛି କ'ଣ ଗାଇଡଲାଇନ୍ ତମେ ସବୁ ଜାଣିଥିବ। ଯିଏ ଶିଶୁ ସେବିକା ନିଯୁକ୍ତି ପାଇବେ ତାଙ୍କର ବୟସ 18 ବର୍ଷରୁ 45 ବର୍ଷ ହେଇଥିବା ଆବଶ୍ୟକ। ସେ ସେହି ନିଜ ଗ୍ରାମ କିମ୍ବା ସେହି ୱାର୍ଡରେ ସେ ପ୍ରାର୍ଥୀ ହୋଇଥିବା ଆବଶ୍ୟକ। ଯଦି ସେ କ୍ୟାଣ୍ଡିଡେଟ୍ ନ ମିଳନ୍ତି ତାହେଲେ ପାର୍ଶ୍ୱସ୍ଥ ଥିବା ଗ୍ରାମ କିମ୍ବା ୱାର୍ଡରେ ଥିବା ପ୍ରାର୍ଥୀମାନେ ବି ଆପ୍ଲାଏ କରିପାରିବେ, ତାଙ୍କୁ ନିଯୁକ୍ତି ଦିଆଯିବ। ସେ ଶାରୀରିକ ଏବଂ ମାନସିକ ଅବସ୍ଥାରେ ସୁସ୍ଥ ଥିବା ଆବଶ୍ୟକ। ଶିଶୁ ସେବିକା ମାନଙ୍କୁ ବହୁତ ଛୋଟ ପିଲାଙ୍କ ସହିତ କାମ କରିବାକୁ ପଡ଼ିବ। ତ ସେଥିପାଇଁ ଓଡ଼ିଆ କିମ୍ବା ସ୍ଥାନୀୟ ଅଞ୍ଚଳରେ ଭାଷା ସେମାନେ ଶିଖିଥିବା ଆବଶ୍ୟକ। ନିଜର ଲୋକାଲ ଲାଙ୍ଗୁଏଜ ବି ଶିଖିଥିବା ଦରକାର, ନହେଲେ ହେବ ନାହିଁ। ତ ଏଇଟା ଯେଉଁ ହେବ ତମର ଜାଣିଥିବ ପ୍ରଥମେ ବର୍ଷେ ପାଇଁ କଣ୍ଟ୍ରାକ୍ଚୁଆଲ ସିଷ୍ଟମ୍ ରହିବ, ତାପରେ ପୁଣି ରିଏନଗେଜମେଣ୍ଟ କରାଯିବ। ଗୋଟେ ବର୍ଷ ପରେ ପ୍ରତିବର୍ଷ ଏହାକୁ ରିଏନଗେଜମେଣ୍ଟ ସିଷ୍ଟମ୍ କରାଯିବ, ମାନେ କଣ୍ଟିନ୍ୟୁ ହେଇକି ଚାଲିବ ଅଲରେଡ଼ି ଚାକିରିଟା, କିଛି ଅସୁବିଧା ନାହିଁ। ତ କ'ଣ କ'ଣ ଆବଶ୍ୟକ ଦରକାର ଯେତେବେଳେ ନିଯୁକ୍ତି ଦିଆଯିବ, କେଉଁ ଦୃଷ୍ଟି ପ୍ରତି ପ୍ରାଥମିକତା ଦିଆଯିବ। ଯଦି ସେ ST କାଷ୍ଟରୁ ଆସିଥିବ ତାଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ, ତାପରେ SC ମାନଙ୍କୁ ଅଗ୍ରାଧିକାର ଦିଆଯିବ, ତାପରେ ଅନ୍ୟାନ୍ୟ ସମୁଦାୟ ବା ଦରିଦ୍ର ଅସହାୟ ନାରୀମାନଙ୍କୁ ଦିଆଯିବ। ଦରିଦ୍ର ବିବାହ ବିହୀନ ମା ମାନଙ୍କୁ ଅଗ୍ରାଧିକାର ଦିଆଯିବ କିମ୍ବା କୌଣସି ଜୀବିକା ଉପାୟ ନାହିଁ, ST ସମୁଦାୟ ପରିବାର ପକ୍ଷରୁ କୌଣସି ସହାୟତା ନାହିଁ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ। କିମ୍ବା ଦରିଦ୍ର ବିବାହ ବିହୀନ ମା, କୌଣସି ଜୀବିକା ଉପାୟ ନାହିଁ, SC କମ୍ୟୁନିଟିରୁ ଯେଉଁମାନେ ବିଲଙ୍ଗ କରୁଛନ୍ତି ତାଙ୍କୁ ହିଁ ଅଗ୍ରାଧିକାର ଦିଆଯିବ। କିମ୍ବା ଦରିଦ୍ର ବିବାହ ବିହୀନ ମା, କୌଣସି ଜୀବିକା ଉପାୟ ନଥିବ କିମ୍ବା ସମୁଦାୟ ପରିବାର ପକ୍ଷରୁ କୌଣସି ସହାୟତା ନଥିବ ତାଙ୍କୁ ଅଗ୍ରାଧିକାର ଦିଆଯିବ। ST ସମୁଦାୟ, SC ସମୁଦାୟ, ଅନ୍ୟାନ୍ୟ ସମୁଦାୟ ଏହିପରି ରହିଛି ନିଯୁକ୍ତିର ଗାଇଡଲାଇନ୍। କାହାକୁ ଫାଷ୍ଟ ପ୍ରାୟୋରିଟି ଦିଆଯିବ। 60 ବର୍ଷ ହେଲେ ତାଙ୍କର ରିଟାୟାର୍ଡ ହେବ। 60 ବର୍ଷ ବୟସ ପୂର୍ଣ୍ଣ କରୁଥିବା ବର୍ତ୍ତମାନର ଶିଶୁ ସେବିକା କାର୍ଯ୍ୟରୁ ବିରତ ହେବେ। ତ
ଜାଣିଥିବ ତାଙ୍କର ମ୍ୟାଟ୍ରିନାଲ ଲିଭ୍ ସିଷ୍ଟମ୍ ବି ରହିଛି, ଯେଉଁ ଆମର ମିଳିଥାଏ 6 ମାସ ଧରି, ତାହା ବି ମଧ୍ୟ ମିଳିବ। ଶିଶୁ ସେବିକା ନିଯୁକ୍ତିର ଏହିପରି ସବୁ ଗାଇଡ଼ଲାଇନ୍ ଗୁଡ଼ାକ ରହିଛି। ତାଙ୍କର ମାସିକ ଦରମା ଜାଣିଥିବ, ଶିଶୁ ସେବିକା ମାନଙ୍କର ମାସିକ ଦରମା ମାତ୍ର 3000 ଟଙ୍କା ରହିଛି, କିନ୍ତୁ ନିର୍ଦ୍ଧାରିତ ହାର ଅନୁସାରେ ସ୍କୁଲରେ ପ୍ରତ୍ୟେକ ମାସ ହିଁ ଏହି ଦରମା ଗୁଡ଼ାକ ଦିଆଯିବ। କିନ୍ତୁ ତମର ବି ମଝିରେ ମଝିରେ ଦରମା ବଢ଼ିବାର ବି ସମ୍ଭାବନା ରହିଛି। ଗାଇଡ଼ଲାଇନ୍ ଗୁଡ଼ାକ ଏହିପରି ଅଛି। ଡକୁମେଣ୍ଟ କ'ଣ କ'ଣ ଦରକାର ତମେ ସବୁ ଜାଣିଥିବ। 2ଟି ପାସପୋର୍ଟ ସାଇଜ ଫଟୋ ଦରକାର, ଶିକ୍ଷାଗତ ପ୍ରମାଣପତ୍ର ଦରକାର, ଭୋଟର ID କାର୍ଡ଼ର ତମର ଜେରେକ୍ସ ଦରକାର, ବ୍ୟାଙ୍କ ପାସବୁକ୍ର ପ୍ରଥମ ପେଜର ଜେରେକ୍ସ ଆବଶ୍ୟକ ରହିଛି। ତ ଫର୍ମ କିପରି ସବୁ ପୂରଣ କରିବ ଭଲ ଭାବରେ ଦେଖିନିଅ। ଦେଖ ତମ ଡାହାଣ ପଟର ଏଇଠି କଲର ରିସେଣ୍ଟ ଫଟୋ ଏଠି ଲଗାଯିବ। ଆବେଦନକାରୀଙ୍କ ନାମ ଏଠି ତମର ନିଜର ନାମ ଲେଖିବ, ତମ ପିତା କିମ୍ବା ସ୍ୱାମୀଙ୍କ ନାମ ଲେଖିବ, ଲିଙ୍ଗ ଲେଖିବ, ଏଠି ମହିଳା ଲେଖିବ, ଜନ୍ମ ତାରିଖ ଏଠି ବସେଇବ, କେତେ ବୟସ ଲେଖିବ, କେତେ ବର୍ଷ ହେଲା 1/4/2025 ଅନୁସାରେ 18 ବର୍ଷ କି 20 ବର୍ଷ କି 22 ବର୍ଷ ଲେଖିବ। ତମେ ବିବାହିତ କି ଅବିବାହିତ କିମ୍ବା ବିଧବା କିମ୍ବା ଛାଡ଼ପତ୍ର ଏଠି ତମେ ମେନସନ୍ କରିବ ଏଇ କଲମ ଗୁଡ଼ାକର। ଦିବ୍ୟାଙ୍ଗ ଯଦି ତମେ ଡିଜାବିଲିଟି ହେଇଥିବ, କୌଣସି ତମର ଅଙ୍ଗ ନଷ୍ଟ ହେଇଥିବ, ଯଦି ହଁ ତାହେଲେ ଲେଖିବ, ଯଦି ନା ତାହେଲେ ନା ଲେଖିବ। ସାମାଜିକ ବର୍ଗ ଲେଖିବ, ତମେ SC କି ST କି ଅନୁସୂଚିତ ଜାତି, ଜନଜାତି, ଅନ୍ୟ ପଛୁଆ ବର୍ଗ, ଯାହା ଡିଟେଲ ତମର କାଷ୍ଟ ବି ଲେଖିବ। ଶିକ୍ଷାଗତ ଯୋଗ୍ୟତା ଲେଖିବ, କେତେ ପାଠ ପଢ଼ିଛ, ଆବେଦନକାରୀଙ୍କ ତମର ଆଡ୍ରେସ୍ ଲେଖିବ, ଗ୍ରାମ ନାଁ, ପୋଷ୍ଟ ନାଁ, ବ୍ଲକ ନାଁ, ଜିଲ୍ଲା ନାଁ, ପିନ୍ ନମ୍ବର, ମୋବାଇଲ ନମ୍ବର ଆରାମସେ ଲେଖିପାରିବ, ଆଧାର ନମ୍ବର ଲେଖିପାରିବ, ଭୋଟର ନମ୍ବର ଏଠି ତମେ ଲେଖିବ। ଶିଶୁ ସେବିକା ପାଇଁ ଆବେଦନ କରୁଥିବା ବିଦ୍ୟାଳୟର ନାଁ ନିଜ ଗାଁରେ ହିଁ ତମେ ଆପ୍ଲାଏ କରିବ, ତାହେଲେ ନିଜ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ନାମ ଲେଖିବ। ଏଇଠି ଆବେଦନକାରୀଙ୍କ ଏଇଠି ସିଗ୍ନେଚର ମାରିବ, ଦସ୍ତଖତ ମାରିବ। ଆଶା କରୁଛି ଫର୍ମଟିକୁ ତମେ ସବୁ ଗୁଡ଼ାକର ତମେ ସବୁ କ'ଣ କରିବ, ଜେରେକ୍ସ ବି ଆଟାଚ୍ କରିବ। ଆଧାର କାର୍ଡ଼ର ଜେରେକ୍ସ ଗୁନ୍ଥିବା ପାଇଁ ପଡ଼ିବ, ଭୋଟର କାର୍ଡ଼ର ଜେରେକ୍ସ, ଶିକ୍ଷାଗତ ପ୍ରମାଣପତ୍ର, ଯଦି ଛାଡ଼ପତ୍ର ହେଇଥିବ ତାହେଲେ ତାହାର ବି ଦରଖାସ୍ତ ତାର ଯେଉଁ ରହିଛି ଡକୁମେଣ୍ଟ ରହିଛି ତାକୁ ଆଟାଚ୍ କରିବ, ତା ସହିତ ଯୋଡ଼ାଯିବ। ଆବେଦନକାରୀଙ୍କ ଦସ୍ତଖତ ରହିଛି, ଏଇ ଉପରେ ସିଗ୍ନେଚରଟି ମାରିଦେବ ଆରାମସେ। ଆଶା କରୁଛି ସମସ୍ତେ ଭଲ ଭାବରେ ବୁଝିପାରିଥିବ। ଯେଉଁମାନେ ବି ନ ବୁଝିପାରିଥିବ କମେଣ୍ଟ ସେକ୍ସନରେ କମେଣ୍ଟ କରିବାକୁ ଜମା ଭୁଲିବେନି। ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ତ ଏଇ ଫର୍ମକୁ ପୂରଣ କରି ନିଜ ପାଖ ଗାଁ କିମ୍ବା ନିଜ ଗାଁରେ ଯେଉଁ ପ୍ରାଥମିକ ବିଦ୍ୟାଳୟ ଅଛି ସେଇଥିରେ ହେଡ଼ମାଷ୍ଟରଙ୍କ ପାଖରେ ଦାଖଲ କରିପାରିବେ। ତ ତାପରେ ତାର ଯାଞ୍ଚ କରାଯିବ, ଡକୁମେଣ୍ଟ ଡକାଯିବ ଅଲରେଡ଼ି ଡକୁମେଣ୍ଟ ଭେରିଫିକେସନ୍ ପାଇଁ। ତମେ ନିଯୁକ୍ତି ନିଶ୍ଚୟ ପାଇବ ମୁଁ ଆଶା କରୁଛି। ତ ସବୁ ସାଙ୍ଗମାନଙ୍କୁ ସେୟାର କରିଦେବ, ଓଡ଼ିଶା ସାରା ସବୁ ସାଙ୍ଗଙ୍କୁ ସେୟାର କରିବ, ଯେମିତି ସମସ୍ତ ଯେଉଁ 18 ବର୍ଷରୁ ଉର୍ଦ୍ଧ୍ୱ ଝିଅ ପିଲାମାନେ ଅଛନ୍ତି ବା ମହିଳା ସ୍ତ୍ରୀ ଲୋକମାନେ ଅଛନ୍ତି ନିଜ ନିଜ ଗାଁରେ ସେମାନେ ଫର୍ମ ଫିଲ୍ଅପ୍ କରି ନିଜ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଦାଖଲ କରିବେ। ତ ଧନ୍ୟବାଦ।